ଭାରତରେ ବିଶ୍ୱକପ୍ ଖେଳିବନି ବାଂଲାଦେଶ। ସଂକଟରେ କ୍ରିକେଟ ସମ୍ପର୍କ। ଆଇପିଏଲ୍ ପ୍ରସାରଣ ରୋକିବାକୁ ଧମକ। ସ୍ଥାନ ବଦଳାଇବା ପାଇଁ ଆଇସିସିକୁ ଅନୁରୋଧ କଲା ବାଂଲାଦେଶ କ୍ରିକେଟ ବୋର୍ଡ। ଏସବୁ ବିଷୟରେ ଆଲୋଚନା କରିବା। ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇଦେବେ, ସବସ୍କ୍ରାଇବ୍ କରିବେ। ସଂକଟରେ କ୍ରିକେଟ ସମ୍ପର୍କ। ଭାରତରେ ବିଶ୍ୱକପ୍ ଖେଳିବନି ବାଂଲାଦେଶ। ଭାରତ ନିଜ ବାଂଲାଦେଶ ଗସ୍ତକୁ ସ୍ଥଗିତ ରଖିବା ଏବଂ ଆଇପିଏଲ୍ରୁ ମୁସ୍ତାଫିଜୁର ରହମାନଙ୍କୁ ବିଦା କରିବା ପରେ ଏବେ ବାଂଲାଦେଶ ବି କଠୋର ହୋଇଛି। ଫେବୃଆରୀ ମାର୍ଚ୍ଚରେ ଭାରତରେ ଖେଳାଯିବାକୁ ଥିବା ଆଇସିସି ଟି20 ବିଶ୍ୱକପ୍ ବାଂଲାଦେଶ କ୍ରିକେଟ ଦଳ ବି ଭାରତ ଆସିବ ନାହିଁ। ସରକାରଙ୍କ ସହ ଆଲୋଚନା ପରେ ବାଂଲାଦେଶ କ୍ରିକେଟ ବୋର୍ଡ ରବିବାର ଏହି ଘୋଷଣା କରିଛି। ଆସନ୍ତା ମାସରେ ବାଂଲାଦେଶ ନିଜ ବିଶ୍ୱକପ୍ ଗ୍ରୁପ୍ ପର୍ଯ୍ୟାୟରେ 3ଟି ମ୍ୟାଚ୍ କୋଲକାତା ଇଡେନ୍ ଗାର୍ଡେନରେ ଖେଳିବାର କାର୍ଯ୍ୟକ୍ରମ ଥିଲା। ବିଶ୍ୱକପ୍ ଖେଳିବାକୁ ବାଂଲାଦେଶ କ୍ରିକେଟ ଦଳ ଭାରତ ଗସ୍ତ କରିବ ନାହିଁ ବୋଲି ବାଂଲାଦେଶ କ୍ରୀଡ଼ା ଉପଦେଷ୍ଟା ଆସିଫ ନଜରୁଲ ପ୍ରକାଶ କରିଛନ୍ତି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ବାଂଲାଦେଶ ବିଶ୍ୱକପ୍ ଦଳର ନେତୃତ୍ୱ ନେବେ ଲିଟନ ଦାସ। ଆସନ୍ତା ଫେବୃଆରୀ ମାର୍ଚ୍ଚରେ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଟି20 ବିଶ୍ୱକପ୍ ପାଇଁ ବାଂଲାଦେଶ ଦଳ ଘୋଷଣା କରାଯାଇଛି। ଦଳର ଏକମାତ୍ର ହିନ୍ଦୁ ଧର୍ମାବଲମ୍ବୀ ଲିଟନ ଦାସଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ଚର୍ଚ୍ଚାରେ ଥିବା ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି। ଆଇପିଏଲ୍ରୁ ମଧ୍ୟ ସେ ତଡ଼ା ଖାଇଛନ୍ତି। ବାଂଲାଦେଶ ଦଳରେ ଲିଟନ ଦାସ ଏକମାତ୍ର ହିନ୍ଦୁ ଖେଳାଳି ଅଛନ୍ତି। ତାଙ୍କୁ ଦଳର ଅଧିନାୟକ ଘୋଷଣା କରି ବାଂଲାଦେଶ ଆନ୍ତର୍ଜାତିକ ସ୍ତରରେ ନିଜର ଭାବମୂର୍ତ୍ତି ସୁଧାରିବାକୁ ଉଦ୍ୟମ କରୁଛି ବୋଲି ଅନୁମାନ କରାଯାଉଛି। କାରଣ ସେଠାରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କର ଉପରେ ନିୟମିତ ଭାବେ ଅତ୍ୟାଚାର ହେଉଥିବା ବେଳେ ତାହାକୁ ନେଇ ଭାରତ ସମେତ ସମଗ୍ର ବିଶ୍ୱରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ମୁସଲିମ ବହୁଳ ଦଳରେ ଜଣେ ହିନ୍ଦୁଙ୍କୁ ଅଧିନାୟକ କରିବା ଦ୍ୱାରା ବାଂଲାଦେଶର ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେଠାରେ ହିନ୍ଦୁମାନେ ସକୁଶଳ ଅଛନ୍ତି। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ। ଜୟ ଜଗନ୍ନାଥ। ଅତୀତରେ ପାକିସ୍ତାନ ଖେଳାଳି ଭଳି ବିସିସିଆଇ ବି ଭବିଷ୍ୟତରେ ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍ରୁ ଦୂରେଇ ରଖିବା ଆଶଙ୍କା ଜାତ ହୋଇଛି। ପୂର୍ବରୁ ପାକିସ୍ତାନ ଖେଳାଳିମାନେ ଆଇପିଏଲ୍ରେ ଖେଳିବା ନେଇ ବିସିସିଆଇ କଟକଣା ଜାରି କରିଥିଲା। ପାକିସ୍ତାନ ଖେଳାଳିମାନେ 2008ରୁ ଅନୁଷ୍ଠିତ ପ୍ରଥମ ଆଇପିଏଲ୍ରୁ ଖେଳିଥିଲେ, କିନ୍ତୁ ପରେ ପାକିସ୍ତାନ ଖେଳାଳି ଏପର୍ଯ୍ୟନ୍ତ ବି ଖେଳି ନାହାନ୍ତି। ସମାନ କଥା ହୋଇପାରେ ବାଂଲାଦେଶ କ୍ରିକେଟରଙ୍କ ପ୍ରତି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଜୟ ଜଗନ୍ନାଥ।